କିଛି ମହିଳା ଶାନ୍ତି କିମ୍ବା ଆଶ୍ୱାସନା ଅନୁଭବ କରନ୍ତି। ଅନ୍ୟମାନେ ନିଜର ଭୁଲ ନିମନ୍ତେ ଦୁଃଖ ଅନୁଭବ କରନ୍ତି। ଆଉ କିଛି ମହିଳା କୌଣସି ବିଶେଷ ପରିବର୍ତ୍ତନ ଅନୁଭବ କରନ୍ତି ନାହିଁ। ଏହି ସବୁ ଯାକ ସ୍ୱାଭାବିକ ଅଟେ। ନୀରବତା ପ୍ରକାଶ କରେ, ଆଶ୍ୱାସନା ଦିଏ, ଦୋଷ ଅନୁଭବ କରାଏ ଏବଂ ସ୍ପଷ୍ଟତା ଆଣିଦିଏ। প্রিয় দর্শক বন্ধু নমস্କାର। ଆଜିର ଆଶାଭରା ନାରୀ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଅଛି। ଆଶା କରୁ ଆପଣ ଏହି କାର୍ଯ୍ୟକ୍ରମ ଦ୍ୱାରା ନିଶ୍ଚୟ ଉପକୃତ ହେଉଥିବେ ଓ ଆତ୍ମିକ ଜୀବନରେ ବୃଦ୍ଧି ପାଉଥିବେ। ଆପଣଙ୍କ ମନରେ ଯଦି କିଛି ପ୍ରଶ୍ନ ଅବା ପ୍ରାର୍ଥନା ଅନୁରୋଧ ଥାଏ ତେବେ ଲେଖି ଜଣାଇଲେ ଆମେ ଖୁସି ହେବୁ। ଆଜି ଆମେ ବିଶେଷ ଆନନ୍ଦିତ ଯେ ଆଉ ଏକ ନୂଆ କାର୍ଯ୍ୟକ୍ରମ ନେଇ ଆପଣଙ୍କ ନିକଟକୁ ଆସିବା ସୁଯୋଗ ପାଇଛୁ। ଆପଣ ନିୟମିତ ଏହି କାର୍ଯ୍ୟକ୍ରମ ଦେଖି ଆସୁଥିବାରୁ ଆମେ ବିଶେଷ ଆନନ୍ଦିତ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆମେ ନିଶ୍ଚିତ ଯେ ଆପଣ ଆପଣଙ୍କ ପରିବାର ସହିତ ଭଲରେ ଥିବେ। ମୁଁ ଆପଣଙ୍କର ଉପସ୍ଥାପିକା ଏବଂ ମୋ ସହିତ ଅଛନ୍ତି ମୋ ସହ ଉପସ୍ଥାପିକା ଭଉଣୀ ରଶ୍ମି। ଆମେ ଆପଣଙ୍କୁ ସ୍ୱାଗତ କରୁଅଛୁ। ନମସ୍କାର। ଆଜି ଆମେ ଏପରି ଏକ ବିଷୟ ଆଲୋଚନା କରିବାକୁ ଯାଉଛୁ ଯାହାକୁ ଅନେକ ବିଶ୍ୱାସୀ ମହିଳା ଅନ୍ତରର ସହ ଚାହାନ୍ତି, କିନ୍ତୁ ଏହାକୁ କିପରି ଅଭ୍ୟାସ କରାଯିବ ସେ ବିଷୟରେ ପ୍ରାୟତଃ ଦ୍ୱନ୍ଦ୍ୱରେ ଥାନ୍ତି। ତାହା ହେଉଛି ନୀରବତା ମଧ୍ୟରେ ଈଶ୍ୱରଙ୍କ ରବ ଶୁଣିବା। ଆମେ ଚାରିପାଖର କୋଳାହଳ, ଦାୟିତ୍ୱର ବୋଝ, ମୋବାଇଲ ନୋଟିଫିକେସନ, କଥାବାର୍ତ୍ତା ଏବଂ ବ୍ୟସ୍ତତାର ଘେର ମଧ୍ୟରେ ବାନ୍ଧି ହୋଇ ରହିଛୁ। କିନ୍ତୁ ପବିତ୍ର ଧର୍ମଶାସ୍ତ୍ର ଆମକୁ ସ୍ଥିରତା ଓ ନୀରବତା ରକ୍ଷା କରିବା ନିମନ୍ତେ ଆହ୍ୱାନ ଦିଏ ଏବଂ ସେହି ନୀରବତା ମଧ୍ୟରେ ଈଶ୍ୱରଙ୍କ ପ୍ରତି ଗଭୀର ଏକାଗ୍ରତା ସୃଷ୍ଟି ହୁଏ। ଈଶ୍ୱରଙ୍କ ରବ ଶୁଣିବାର ଅର୍ଥ ନୁହେଁ ଯେ ଗୁପ୍ତ ବିଷୟ ଜାଣିବା ଅବା ଭବିଷ୍ୟତ ବିଷୟ ଜାଣିବା। ଈଶ୍ୱରଙ୍କ ରବ ଶୁଣିବାର ପ୍ରକୃତ ଅର୍ଥ ହେଉଛି ଈଶ୍ୱରଙ୍କ ସହିତ ସମ୍ପର୍କ ସ୍ଥାପନ କରିବା। ପ୍ରଭୁ ଯୀଶୁ କହିଲେ ଯୋହନ ତାର 10 ପର୍ବର 27 ପଦରେ, ମୁଁ ମିଶ ସବୁ ମୋହର ସ୍ୱର ଶୁଣନ୍ତି ଓ ମୁଁ ସେମାନଙ୍କୁ ଜାଣେ ଆଉ ସେମାନେ ମୋହର ପଛେ ପଛେ ଚାଲନ୍ତି। ଶୁଣିବା ଜାଣିବାର ଏକ ଅଂଶ ଏବଂ ଜାଣିବା ଅନୁଗମନ କରିବାର ଏକ ଅଂଶ। ଯେତେବେଳେ ଆମେ ନୀରବତା ମଧ୍ୟରେ ଈଶ୍ୱରଙ୍କ ରବ ଶୁଣିବା ସେତେବେଳେ ଆମେ ତାଙ୍କ ଉପସ୍ଥିତିକୁ ଅନୁଭବ କରିବା, ତାଙ୍କର ପବିତ୍ର ବାକ୍ୟକୁ ସ୍ମରଣ କରିବା ଏବଂ ତାଙ୍କର କନ୍ୟା ଭାବରେ ଆମେ ହୃଦୟକୁ ତାଙ୍କ ସହିତ ଯୋଡ଼ିଥାଉ। ନୀରବତା ଶୂନ୍ୟତା ପରି ଶବ୍ଦ କରିପାରେ, କିନ୍ତୁ ଧର୍ମଶାସ୍ତ୍ର ନୀରବତାକୁ ଈଶ୍ୱରଙ୍କ ସହିତ ସମ୍ପର୍କ ବିଷୟରେ କହେ। ଗୀତ ସଂହିତା 46:10 କହେ, କ୍ଷାନ୍ତ ହୁଅ, ଆମ୍ଭେ ପରମେଶ୍ୱର ଅଟୁ। ଏହା ଆମ୍ଭ ମସ୍ତିଷ୍କର ଶୂନ୍ୟତା ବିଷୟରେ କହେ ନାହିଁ, କିନ୍ତୁ ହୃଦୟରେ ନୀରବ ରହିବା ବିଷୟରେ କୁହାଯାଇଛି। ଏହା ଆହ୍ୱାନ ଦିଏ ଯେ ଈଶ୍ୱର କିଏ ଜାଣିବା, ତାଙ୍କ ଈଶ୍ୱରତ୍ୱକୁ ସ୍ୱୀକାର କରିବା ଓ ଯାହା ଆମ ନିୟନ୍ତ୍ରଣ ବାହାରେ ତାଙ୍କ ଉପରେ ନିର୍ଭର କରିବା। ଏହା ମଧ୍ୟ ସ୍ପଷ୍ଟ ଯେ ଈଶ୍ୱର ବାକ୍ୟ ମଧ୍ୟ ଦେଇ କଥା କହନ୍ତି। ଧର୍ମଶାସ୍ତ୍ର ମଧ୍ୟ ଦେଇ ଈଶ୍ୱର ତାଙ୍କ ଲୋକମାନଙ୍କ ନିକଟରେ ତାଙ୍କର ଇଚ୍ଛା ପ୍ରକାଶ କରିଅଛନ୍ତି। ଯଦି ଜଣେ ମହିଳା ଈଶ୍ୱରଙ୍କ ରବ ଶୁଣିବାକୁ ଚାହେଁ ତେବେ ସେ ନିଶ୍ଚିତ ଭାବରେ ବାଇବଲ ପଢ଼ିବା ଉଚିତ। ଧର୍ମଶାସ୍ତ୍ରରେ ନୀରବତା କେବେ ହେଲେ ସ୍ଥାନ ନେଇପାରିବ ନାହିଁ। ଆମେ ଯାହା ପଢ଼ିଛୁ ତାହାକୁ ଗ୍ରହଣ କରିବାରେ, ସେଥିରେ ମନୋନିବେଶ କରିବାରେ ଏବଂ ପବିତ୍ର ଆତ୍ମାଙ୍କୁ ତାହା ଆମ ହୃଦୟରେ ପ୍ରୟୋଗ କରିବାକୁ ଅନୁମତି ଦେବାରେ ନୀରବତା ଆମକୁ ସାହାଯ୍ୟ କରେ। ପବିତ୍ର ଆତ୍ମା ଆମକୁ ସଚେତନ କରିବା, ସାନ୍ତ୍ୱନା ଦେବା, ସଂଶୋଧନ କରିବା ଏବଂ ଆଲୋକିତ କରିବା ପାଇଁ ଈଶ୍ୱରଙ୍କ ବାକ୍ୟକୁ ବ୍ୟବହାର କରନ୍ତି। ଅନେକ ମହିଳା ନୀରବରେ ରହିବା ନିମନ୍ତେ ସଂଘର୍ଷ କରୁଛନ୍ତି, କାରଣ ସେମାନେ ଭାବୁଛନ୍ତି ଯେ କିଛି ହେଉନାହିଁ। ଆମେ ସକ୍ରିୟ ରହିବାକୁ ହିଁ ସଫଳତା ବୋଲି ଭାବିଥାଉ। ଆମେ ମନେ କରୁ ଯେ ଯଦି ଆମେ କୌଣସି କାମରେ ବ୍ୟସ୍ତ ନାହୁଁ ତେବେ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟ ଘଟୁନାହିଁ ବୋଲି ଭାବୁ। କିନ୍ତୁ ଈଶ୍ୱର ତାଙ୍କ ଲୋକମାନଙ୍କୁ ଏପରି ଭାବେ ଗଢ଼ିଛନ୍ତି ଯାହା ସବୁବେଳେ ଆମକୁ ଫଳପ୍ରଦ କରିଥାଏ। ଗୀତ ସଂହିତା 62:1 କହେ, ମୋହର ପ୍ରାଣ କେବଳ ପରମେଶ୍ୱରଙ୍କର ଅପେକ୍ଷା କରଇ, ତାହାଙ୍କଠାରୁ ମୋହର ପରିତ୍ରାଣ ଆସଇ। ଅପେକ୍ଷା କରିବା ଆତ୍ମିକ ଶୃଙ୍ଖଳା,
नीरवता निर्भरशीलता विषय कहे। बेले बेले नीरवता मध्यरे ईश्वरଙ୍କ रब शुणिबा ताहा हेला ठीक समय रे धर्मशास्त्रर वाक्य मन पड़िबा विषय को बुझाए। फलरे आमे भूल को बुझी पारि थाउ। सते जेपरि चिंता बदल रे शांति पाइबा परि लागि थाए। द्वंद्व बदल रे स्पष्ट भावे बुझी पारि थाउ। अभियोग बदल रे हृदय रे कृतज्ञता भरी जाए। ईश्वर तांको धर्मशास्त्र मध्य दे एपरी कथा कहंती आउ तांको निरुपता समय रे पवित्र आत्मा द्वारा कार्य करंती। अनेक महिला कल्पना करती जे ईश्वरଙ୍କ रब शुणिबार अर्थ एक आंतरिक स्वर को अनुभव करिबा, किंतु ईश्वर पवित्र धर्मशास्त्र मध्य देई आम सह स्पष्ट भावरे कथा होइथांती एवं से ज्ञान माध्यम रे आमको मार्गदर्शन करती। जणे ख्रिस्टियान महिला निज अंतरर स्वर को अपेक्षा करिबा परिवर्ते निज हृदय को धर्मशास्त्रर ज्ञान रे परिपूर्ण हेबा उचित एवं तापरे नीरवता अवलंबन करिबा उचित, जहा द्वारा ज्ञान स्थिर होई रही पारिबो। हितोपदेश रे बारंबार ज्ञान को सुनिबा, शिक्षा एवं प्रभुଙ୍କ प्रति भय करिबा विषय रे कुहा जायछि। नीरवता एपरि विषय जेउठारे शिक्षा ग्रहण करा जायथाय। एहा सहित आशा बा प्रत्याशार एक विषय मध्य जड़ित अछि। जदि जणे महिला आशा करती जे नीरवता नाटकीय हेब, तेबे से बोधहुए निराश हेबे। किंतु जदि से आशा करती जे नीरवता संपर्क भित्तिक हेब, तेबे से निश्चित भाव उत्साहित हेबे। बाइबल एपरि एक ईश्वरଙ୍କ विषय कहे जे निज लोकमानकर अति निकटतर, जे सेमानकु निकटकु आसिबाकु निमंत्रण करती एवं सेमानक विश्वास रे आनंदित हुअंती। नीरवता हेउची ईश्वरଙ୍କର निकटतर हेबार एक माध्यम। एहा विश्वासर एक कार्य अटे। चलंतु आलोचना करिबा जे नीरवता काहेकि असंभव परि मने हुए। एक मानविक दृष्टिकोणरू देखिले कोलाहल आमको आमर आंतरिक दुनियारू दूरे रखे। जेतेबेले आमे कोलाहल को दूर करि दउ, सेतेबेले विभिन्न चिंता और भावना गुड़िक निज उपरको आसी थाए। एहा मन को विचलित करि पारे। किछि महिला जेतेबेले नीरव रे बसंती, सेमाने हठात उद्वेग, दुख, अस्थिरता अनुभव करती। किंतु एहार अर्थ एहा नुहे जे नीरवता विफल हेउची। एहार अर्थ हेउची नीरवता प्रकाश करुची। ईश्वर नीरवता को व्यवहार करी सबु विषय प्रकाश करती, जहाकु से सुस्थ करिबाकू किंबा पवित्र करिबाकू चाहंती से ताहा करंती। आपण ठीक कहले एलेन भणी। प्रायतः आमर हृदय निर्मल न थाए। कोलाहल निज प्रति ध्यान न देबा पई गोटिए बाहाना अटे। नीरवता सेही बाहाना को दूर कर दिए। गीत संगीता 139 पर्वर 23 और 24 पद कहे जे, हे परमेश्वर मोहर अनुसंधान कर ओ मो अंतकरणर परिचय निय। मते परीक्षा कर ओ मोहर संकल्प सबु ज्ञात हुओ। आउ मो अंतर रे दुष्टतार कौनसी मार्ग अछि कि नहीं एहा देख, पुणी अनंत पथरे मते गमन कराओ। नीरवता एही प्रार्थना को वास्तवतारे परिणत करे। एहा ईश्वरन को स्थान दिए आमको अनुसंधान करबा निमंते। तांको स्थानर आवश्यकता अछि ताहा नुहे, किंतु आमे सचेतन हेबा आवश्यक। वर्तमान चलंतु आलोचना करिबा जे नीरवता किपरि निष्पत्ति नेबारे साहाय्य करे। किछि विश्वासी महिला पचारंती, जेतेबेले मते कोनोसी निष्पत्ति नेबाकू हुए, सेतेबेले मो ईश्वरଙ୍କ रब किपरि सुनिबी। प्रथमे आमको मने रखिबाकू हेबो जे ईश्वरଙ୍କ इच्छा मुख्यतः पवित्र धर्मशास्त्र रे प्रकाशित होइथाए एवं आज्ञाबहता द्वारा प्रदर्शित हुए। जेतेबेले बाइबल ईश्वरଙ୍କ इच्छा विषय कहे, एहा गुप्त निर्देश विषय कहे नाही। एहा पवित्रता, आज्ञाबहता, कृतज्ञता, न्याय, प्रेम, नम्रता, अनुताप एवं सहनशीलता विषय कही थाए। नीरवता आमको एहा चिंता करिबारे साहाय्य करे जे आमर निष्पत्ति गुड़िक सेही सद्गुण सहित मेल खाउची कि नाही। आपण संपूर्ण ठीक कहिले। नीरवता मध्यरे आउ एक शांत शिक्षा आमे पाऊ, जहा हमको ज्ञान प्रदान करे। पवित्र धर्मशास्त्र द्वारा ज्ञान वृद्धि पाए, जेपरी समाज, परामर्श, प्रार्थना एवं अनुभूति ईश्वरଙ୍କ वाक्य द्वारा वृद्धि पाई थाए। कौनसी चाप किंबा अंतरर स्वर द्वारा नुहे।
ଯାକୁବ 1 ପର୍ବ 5 ପଦ କହେ, କିନ୍ତୁ ତୁମ୍ଭମାନଙ୍କ ମଧ୍ୟରୁ ଯେବେ କାହାରି ଜ୍ଞାନର ଅଭାବ ଥାଏ, ତେବେ ଯେଉଁ ଈଶ୍ୱର ଦୋଷ ନ ଧରି ମୁକ୍ତ ହସ୍ତରେ ସମସ୍ତଙ୍କୁ ଦାନ କରନ୍ତି, ତାହାଙ୍କ ଛାମୁରେ ସେ ପ୍ରାର୍ଥନା କରୁ, ସେଥିରେ ତାହାକୁ ଦିଆଯିବ। ନୀରବତା ଏପରି ଏକ ବିଷୟ, ଆମେ ଧୀର ମନରେ ପଚାରୁ ଓ ଜ୍ଞାନ ଆହରଣ କରୁ। ନିଷ୍ପତ୍ତି ନେବା ଉପରେ ଏକ ମାନସିକ ଟିପ୍ପଣୀ ଦେବାକୁ ଚାହେଁ। ଆବେଗପୂର୍ଣ୍ଣ ନିଷ୍ପତ୍ତି ଗୁଡ଼ିକ ସାଧାରଣତଃ ଦୃଢ଼ ଭାବନା କିମ୍ବା ଭୟ ଉପରେ ଆଧାରିତ। ଜ୍ଞାନପୂର୍ଣ୍ଣ ନିଷ୍ପତ୍ତି ଗୁଡ଼ିକ ଆବେଗପୂର୍ଣ୍ଣ ହୋଇଥାଏ। ନୀରବତା ଭାବନା ଏବଂ ମନୋନୟନ ମଧ୍ୟରେ ବ୍ୟବଧାନ ସୃଷ୍ଟି କରେ। ସେହି ସମୟରେ ଈଶ୍ୱରଙ୍କ ବାକ୍ୟ କଥା କହେ। କେତେକ ଭାବନ୍ତି ଯେ ଯଦି ଈଶ୍ୱର ନୀରବ, ସେ ଦୂରରେ ଅଛନ୍ତି, କିନ୍ତୁ ଈଶ୍ୱରଙ୍କ ବାକ୍ୟ କେବେ ମଧ୍ୟ କହେ ନାହିଁ ଯେ ସେ ଶବ୍ଦର ସହିତ ଆମ ନିକଟତର ହୁଅନ୍ତି। ଗୀତ ସଂହିତା 139 ପର୍ବ ମନେ ପକାଇ ଦିଏ ଯେ ତାଙ୍କ ଲୋକମାନେ ଯେଉଁଠାରେ ଥାଆନ୍ତି, ଈଶ୍ୱରଙ୍କ ଉପସ୍ଥିତି ସେଠାରେ ଥାଏ। ଏବ୍ରୀ 13 ପର୍ବର 5 ପଦ କହେ, ଆମ୍ଭେ ତୁମକୁ କେବେ ହିଁ ଛାଡ଼ିବା ନାହିଁ, ଆମ୍ଭେ ତୁମକୁ କେବେ ହେ ପରିତ୍ୟାଗ କରିବା ନାହିଁ। ଆମେ କିଛି ଅନୁଭବ କରୁ ବା ନ କରୁ, ଈଶ୍ୱରଙ୍କ ଉପସ୍ଥିତି ନିରନ୍ତର ଆମ ସହିତ ଥାଏ। ନୀରବତା ଈଶ୍ୱରଙ୍କ ଉପସ୍ଥିତିକୁ ମାପେ ନାହିଁ। ହଁ, ଆମକୁ ଏହା ଭାବିବାକୁ ହେବ ଯେ ନୀରବତାର ଅର୍ଥ ଅନୁପସ୍ଥିତି। ନୀରବତା କହିବାକୁ ଗଲେ ଏକ ନିମନ୍ତ୍ରଣ ଅଟେ। ତେଣୁ ଯିଶାୟ 41 ପର୍ବ 10 ପଦ କହେ, ଭୟ କର ନାହିଁ, ଆମ୍ଭେ ତୁମ୍ଭ ସାଙ୍ଗରେ ଅଛୁ। ଲକ୍ଷ୍ୟ କରନ୍ତୁ, ଏହି ଆଶ୍ୱାସନାର ବାକ୍ୟ ଶୁଣିବା ବିଷୟରେ ନୁହେଁ, ବରଂ କିଛି ଜାଣିବା ବିଷୟରେ କହେ। ବିଶ୍ୱାସର ଅର୍ଥ କ୍ରମାଗତ ଭାବେ ଉତ୍ତେଜିତ ହେବା ବିଷୟ ନୁହେଁ। ବିଶ୍ୱାସ ଶାନ୍ତ ପରିବେଶରେ ଈଶ୍ୱରଙ୍କ ଉପରେ ଭରସା କରେ। ଈଶ୍ୱରଙ୍କ କନ୍ୟା ଭାବେ ଆମେ ମନେ ରଖିବା ଆବଶ୍ୟକତା ରହିଛି, ଯେଉଁ ମେଷପାଳକ ସେ କେବେ ହେଲେ ନିଜର ମେଷମାନଙ୍କୁ ଶାନ୍ତ ଚରାଣୀ ଭୂମିରେ ଏକାକୀ ଛାଡ଼ି ଚାଲି ଯାଆନ୍ତି ନାହିଁ। ଏଲେନ୍ ପୁଣି ଆମେ ଆଉ ଏକ ଭୁଲ କରିଥାଉ, ତାହା ହେଲା ନୀରବତାକୁ ଆତ୍ମିକ ଅନୁଭୂତି ନିମନ୍ତେ ଏକ କୌଶଳ ଭାବରେ ଗ୍ରହଣ କରିବା। ଯଦି ଆମେ ନୀରବତାକୁ ଏକ ଲିଭର ପରି ମନେ କରିବା, ଯାହାକୁ ଟାଣିଲେ ଈଶ୍ୱର କିଛି କରିବେ, ତେବେ ଶେଷରେ ଆମେ କେବଳ ନିରାଶ ହିଁ ହେବା। ନୀରବତା କୌଣସି କର୍ମଭିତ୍ତିକ ନୁହେଁ କି ଏହା ସମ୍ପର୍କ ଭିତ୍ତିକ ମଧ୍ୟ ନୁହେଁ। ଈଶ୍ୱର ଏପରି କୌଣସି ମେସିନ୍ ନୁହନ୍ତି। ନୀରବତା ହେଉଛି କେବଳ ଏକ ମାଧ୍ୟମ, ଯାହାଦ୍ୱାରା ଆମେ ନମ୍ରତା, ଖୋଲା ହୃଦୟରେ ଏବଂ ଶୁଣିବା ନିମନ୍ତେ ଆତୁରତାର ସହିତ ତାଙ୍କ ସମ୍ମୁଖକୁ ଆସିଥାଉ। ଚାଲନ୍ତୁ ଚିନ୍ତା କରିବା ଯେ ନୀରବତା ଆଡ଼କୁ କ'ଣ ନେଇଯିବା ଉଚିତ। ପ୍ରଥମେ ପବିତ୍ର ଧର୍ମଶାସ୍ତ୍ରକୁ ସାଥିରେ ନିଅନ୍ତୁ। ଧର୍ମଶାସ୍ତ୍ର ବିନା ନୀରବତା କେବଳ ଆତ୍ମନିରୀକ୍ଷଣରେ ପରିଣତ ହୋଇପାରେ। ଆମେ ନିଜ ସହିତ ଓ ନିଜ ଚିନ୍ତାଧାରା ସହିତ ବସି ରହୁ ଓ ଏହା ଆତ୍ମକେନ୍ଦ୍ରିକ ହୋଇପାରେ। କିନ୍ତୁ ଧର୍ମଶାସ୍ତ୍ର ନୀରବତାକୁ ଏକ ସଠିକ୍ ଦିଗଦର୍ଶନ ଦେଇଥାଏ। ଯେତେବେଳେ ଆମେ ଈଶ୍ୱରଙ୍କ ରବ ଶୁଣିବା ଆରମ୍ଭ କରୁ, ଆମର ନୀରବତା ଧ୍ୟାନରେ ପରିଣତ ହୁଏ। ଗୀତ ସଂହିତା 1 ସେହି ଧନ୍ୟା ମହିଳାଙ୍କର ପ୍ରଶଂସା କରେ, ଯିଏ ପ୍ରଭୁଙ୍କ ବ୍ୟବସ୍ଥାରେ ଆମୋଦ କରେ ଓ ଦିନ ରାତି ତାଙ୍କର ବ୍ୟବସ୍ଥାକୁ ଧ୍ୟାନ କରେ। ଧ୍ୟାନରେ ନୀରବତା ଏବଂ ଚିନ୍ତା ଜଡ଼ିତ ଥିବା ଆମେ ଦେଖୁ। ଦ୍ୱିତୀୟରେ ସଚ୍ଚୋଟତା ବିଷୟରେ କହେ। ନୀରବତା ହେଉଛି ଏପରି ବିଷୟ ଯେଉଁଠାରେ ବାହାନା କରିବା ବନ୍ଦ କରିବାକୁ ପଡ଼େ। ଅନେକ ମହିଳା ନିଜକୁ ଭଲ, ସଂଯତ, ଆତ୍ମିକ ଏବଂ ଶକ୍ତିଶାଳୀ ଦେଖାଇବା ପାଇଁ ଏକ ଚାପ ମଧ୍ୟରେ ବଞ୍ଚିଥାନ୍ତି। କିନ୍ତୁ ଈଶ୍ୱରଙ୍କ ସହିତ ନୀରବତା ସମ୍ପୂର୍ଣ୍ଣ ଭିନ୍ନ। ଈଶ୍ୱର ପୂର୍ବରୁ ସବୁ ଜାଣନ୍ତି। ନୀରବତା ଏପରି ଏକ ସ୍ଥାନରେ ଯେଉଁଠାରେ ଆପଣ କହିପାରିବେ, ପ୍ରଭୁ ମୁଁ ଏଠାରେ ଅଛି। ଏହା ହିଁ ମୋର ଦ୍ୱନ୍ଦ୍ୱ, ମୋର ଭୟ, ମୋର ଆକାଂକ୍ଷା, ମୋର ପାପ, ମୋର ବ୍ୟାକୁଳତା ଏବଂ ମୋର କ୍ଳାନ୍ତି। ଈଶ୍ୱର ଆମ ସଚ୍ଚୋଟତା ଦ୍ୱାରା ଦୂରେଇ ଯାଆନ୍ତି ନାହିଁ, ବରଂ ବାହାନା ବା ଛଳନାପୂର୍ଣ୍ଣ ଜୀବନ ଦ୍ୱାରା ସେ ଅସମ୍ମାନିତ ହୁଅନ୍ତି। ତୃତୀୟରେ ଧୈର୍ଯ୍ୟ ଆଡ଼କୁ ନେଇଯାଏ। ନୀରବତାକୁ ଗୋଟିଏ ଦିନରେ ଆୟତ୍ତ କରାଯାଇ ପାରିବ ନାହିଁ। ଅନେକ ମହିଳାଙ୍କ ପାଇଁ ନୀରବତା ସହିତ ସେମାନଙ୍କର ପ୍ରଥମ ଅନୁଭୂତି କଷ୍ଟଦାୟକ କିମ୍ବା ନିରାଶଜନକ ମଧ୍ୟ ମନେ ହୋଇପାରେ। କିନ୍ତୁ ଆତ୍ମିକ ଅନୁଶାସନ ଗୁଡ଼ିକ ବାରମ୍ବାର ଅଭ୍ୟାସ ଦ୍ୱାରା ହିଁ ବୃଦ୍ଧି ପାଇଥାଏ। ଆମେ ନୀରବତାକୁ ତାହାର ଅନୁଭୂତି ଆଧାରରେ ବିଚାର କରିବା ଉଚିତ ନୁହେଁ। ସମୟକ୍ରମେ ନୀରବତା ଆମ ମଧ୍ୟରେ ମନୋଯୋଗ, ନମ୍ରତା, ଜ୍ଞାନ ଏବଂ ମାନସିକ ଶାନ୍ତି ସୃଷ୍ଟି କରିଥାଏ। ମୁଁ ସେହି ଅନୁଭୂତି ବିଷୟରେ କହିବାକୁ ଚାହେଁ
ଯାହା ଅନେକ ମହିଳା ପ୍ରଥମ ଥର ପାଇଁ ନୀରବତା ଅବଲମ୍ବନ କରିବା ସମୟରେ ଅନୁଭବ କରନ୍ତି। ସେମାନେ ବସନ୍ତି, ଏକ ସମୟ ସେଟ୍ କରନ୍ତି ଏବଂ ମାତ୍ର 30 ସେକେଣ୍ଡ ପରେ ସେମାନେ ସେମାନଙ୍କର ସଫା ହେବାକୁ ଥିବା କପଡ଼ା, ପିଲାପିଲି, ଅଧୁରା କାମ, ପନିପରିବା କିମ୍ବା ସୋସିଆଲ ମିଡ଼ିଆ ବିଷୟରେ ଚିନ୍ତା କରିବାକୁ ଲାଗନ୍ତି। ସେମାନଙ୍କର ମନ ବିଚଳିତ ହୋଇଯାଏ ଏବଂ ସେମାନେ ଏହି ନିଷ୍ପତ୍ତିରେ ପହଞ୍ଚନ୍ତି ଯେ ମୁଁ ନୀରବ ରହିବା ଅସମ୍ଭବ। କିନ୍ତୁ ବିଚଳିତ ମନ ନୀରବତାର ବିଫଳତା ନୁହେଁ। ସେହି କାରଣ ପାଇଁ ହିଁ ଆମକୁ ନୀରବତାର ଆବଶ୍ୟକତା ରହିଛି। ଶରୀର ପରି ମନକୁ ମଧ୍ୟ ପ୍ରଶିକ୍ଷିତ କରିବାକୁ ହେବ। ସମ୍ପୂର୍ଣ୍ଣ ଠିକ୍। ଯେତେବେଳେ ମନରେ ବିଚଳିତ ହେଉ ସେତେବେଳେ ନିଜ ଉପରେ ବିରକ୍ତ ହେବା ଉଚିତ ନୁହେଁ, ବରଂ ନିଜ ଧ୍ୟାନକୁ ପୁଣି ଥରେ କେନ୍ଦ୍ରୀଭୂତ କରିବା ଉଚିତ। ଉଦାହରଣ ସ୍ୱରୂପ, ଯଦି କୌଣସି ଚିନ୍ତା ମନକୁ ଆସେ, ଆମେ ପ୍ରାର୍ଥନା କରିପାରିବା, ପ୍ରଭୁ, ମୁଁ ଏହି ଚିନ୍ତା ଆପଣଙ୍କ ଉପରେ ସମର୍ପଣ କରୁଛି। ଯଦି କାହାର ନାମ ମନକୁ ଆସେ, ଆମେ ସେମାନଙ୍କ ପାଇଁ ପ୍ରାର୍ଥନା କରିପାରିବା। ଯଦି କୌଣସି ଦୋଷୀ ମନୋଭାବ ଆସେ, ଆମେ ତାହାକୁ ସ୍ୱୀକାର କରିପାରିବା। ଏହିପରି ଭାବରେ ନୀରବତା ସମ୍ପର୍କ ଭିତ୍ତିକ ହୋଇଯାଏ। ଆମେ ନିଜ ଚିନ୍ତାଧାରା ସହିତ ଏକାକୀ ନୁହଁ, ବରଂ ଆମେ ଆମର ଈଶ୍ୱରଙ୍କ ସମ୍ମୁଖରେ ଅଛୁ। ଚାଲନ୍ତୁ ଆଲୋଚନା କରିବା ଯେ ନୀରବତା କିପରି ସୂକ୍ଷ୍ମ ବିଚାର କରେ। ବିବେକ ହେଉଛି ଜ୍ଞାନ ଓ ମୂର୍ଖତା, ସତ୍ୟ ଓ ଅସତ୍ୟ, ଶରୀର ଓ ଆତ୍ମା, ଆବେଗ ଓ ଆଜ୍ଞାବହତା ମଧ୍ୟରେ ପ୍ରଭେଦ କରିବାର କ୍ଷମତା। ଜଣେ ବିବେକପୂର୍ଣ୍ଣ ମହିଳା ସେ ନୁହନ୍ତି ଯିଏ ଭବିଷ୍ୟତ ଦେଖିପାରନ୍ତି ଓ କ'ଣ ହେବ କହିପାରନ୍ତି। ଜଣେ ବିବେକୀ ମହିଳା ସିଏ ଯିଏ ଈଶ୍ୱରଙ୍କ ବାକ୍ୟକୁ ବୁଝନ୍ତି, କହିବା ପୂର୍ବରୁ ଶୁଣନ୍ତି ଏବଂ ନିଜର ନିଷ୍ପତ୍ତିଗୁଡ଼ିକୁ ଧର୍ମଶାସ୍ତ୍ର ନିକଟରେ ସମର୍ପଣ କରନ୍ତି। ନୀରବତା ସୂକ୍ଷ୍ମ ବିଚାର ବୁଦ୍ଧିକୁ ବଢ଼ାଇବାରେ ସାହାଯ୍ୟ କରେ, କାରଣ ନୀରବତା ଆମର ଗତିକୁ ଧୀର କରିଦିଏ। ଯେତେବେଳେ ଆମେ ତରବରିଆ ହେଉ, ସେତେବେଳେ ଆମେ ନିଜ ଉପରେ ହିଁ ଅନ୍ଧ ଭାବେ ଭରସା କରିବସୁ। କିନ୍ତୁ ହିତୋପଦେଶ 3 ପର୍ବ 5 ପଦ କହେ, ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ। ତାହା ପାଳନ କରିବା ପାଇଁ ଈଶ୍ୱର କ'ଣ କହୁଛନ୍ତି, ଆମକୁ ତାହା ଜାଣିବାକୁ ହେବ, ତାହା ମନେ ରଖିବାକୁ ହେବ ଏବଂ ତାହା ଆଗରେ ନିଜକୁ ସମର୍ପଣ କରିବାକୁ ହେବ। ନୀରବତା ସେହି ସୁଯୋଗ ସୃଷ୍ଟି କରେ ଯେଉଁଠାରେ ସେହି ସମର୍ପଣ ସମ୍ଭବ ହୋଇପାରେ। ଏହା ଜାଣିବା ଆବଶ୍ୟକ ଯେ ଈଶ୍ୱର ଜ୍ଞାନ ଦ୍ୱାରା ମାର୍ଗଦର୍ଶନ କରନ୍ତି। ନୀରବତାର ଅର୍ଥ ଈଶ୍ୱରଙ୍କ ଲୋକମାନଙ୍କ ଠାରୁ ଅଲଗା ହୋଇଯିବା ନୁହେଁ। ମହିଳାମାନଙ୍କୁ ସୁପରାମର୍ଶ, ଅଭିଜ୍ଞତାପୂର୍ଣ୍ଣ ସହଯୋଗ, ଶାସ୍ତ୍ର ଜ୍ଞାନରେ ପୂର୍ଣ୍ଣ ବନ୍ଧୁତା ଏବଂ ମଣ୍ଡଳୀର ନେତୃତ୍ୱ ଆବଶ୍ୟକ ହୋଇଥାଏ। ନୀରବତା ହୃଦୟକୁ ପରାମର୍ଶ ଗ୍ରହଣ କରିବା ପାଇଁ ପ୍ରସ୍ତୁତ କରେ। ଅନେକ ମୂର୍ଖତାପୂର୍ଣ୍ଣ ନିଷ୍ପତ୍ତି କେବଳ କୋଳାହଳପୂର୍ଣ୍ଣ ପରିବେଶରେ ନୁହେଁ, ବରଂ ଏକାକୀ ଥିବା ସମୟରେ ମଧ୍ୟ ନିଆଯାଇଥାଏ। ଚାଲନ୍ତୁ ନୀରବତା ଏବଂ ଆଜ୍ଞାବହତା ମଧ୍ୟରେ ଥିବା ସମ୍ପର୍କ ବିଷୟରେ ମଧ୍ୟ ଆଲୋଚନା କରିବା। କିଛି ଏପରି ଭୁଲ କରିବସନ୍ତି ଯେ ଈଶ୍ୱରଙ୍କ ବାଣୀ ଶୁଣିବାର ଅର୍ଥ ହେଉଛି ଭବିଷ୍ୟତ ପାଇଁ ନିର୍ଦ୍ଦେଶ ପାଇବା। କିନ୍ତୁ ଧର୍ମଶାସ୍ତ୍ରରେ ଈଶ୍ୱରଙ୍କ ଇଚ୍ଛା ଆମେ କିଏ ତାହା ନୁହେଁ, ବରଂ ଆମେ କ'ଣ କରୁଛୁ ସେ ବିଷୟରେ କହେ। ପ୍ରଥମ ଥେସଲୋନିକି 4 ପର୍ବ 3 ପଦରେ ଈଶ୍ୱରଙ୍କ ଇଚ୍ଛା ଆମେ ପବିତ୍ରୀକୃତ ହେଉ। ପ୍ରଥମ ଥେସଲୋନିକି 5 ପର୍ବ 18 ପଦ ଅନୁଯାୟୀ ଈଶ୍ୱରଙ୍କ ଇଚ୍ଛା ତାଙ୍କ ପ୍ରତି କୃତଜ୍ଞ ହେବା। ମାଥ୍ୟୁ 22 ପର୍ବ 37 ପଦରୁ 39 ପଦରେ ଏପରି ଲେଖାଯାଏ, ଈଶ୍ୱରଙ୍କ ଇଚ୍ଛା ତାଙ୍କୁ ପ୍ରେମ କରିବା ଓ ପ୍ରତିବାସୀଙ୍କୁ ପ୍ରେମ କରିବା। ଆମ ନୀରବତା ଏ ସମସ୍ତ ବିଷୟ ଶୁଣିବା ଓ ଆମ ଜୀବନରେ ପ୍ରୟୋଗ କରିବା ବିଷୟରେ କହେ। ଉଦାହରଣ ସ୍ୱରୂପ, ଜଣେ ମହିଳା ହୁଏତ ନିଜ ପିଲାମାନଙ୍କ ପ୍ରତି ଅଧୈର୍ଯ୍ୟ ହୋଇପାରନ୍ତି। ନୀରବତା ମଧ୍ୟରେ ସେହି ଅଧୈର୍ଯ୍ୟତାକୁ ସ୍ପଷ୍ଟ ଭାବେ ବାରି ହୋଇପଡ଼େ। ଧୈର୍ଯ୍ୟ, ନମ୍ରତା କିମ୍ବା ଆତ୍ମସଂଯମ ବିଷୟରେ ଧର୍ମଶାସ୍ତ୍ରର ବାକ୍ୟ ମନକୁ ଆସିପାରେ। ପବିତ୍ର ଆତ୍ମା ନିଜର ଭୁଲ ଅନୁଭବ କରାଇପାରନ୍ତି। ସେ ନିଜର ଭୁଲ ସ୍ୱୀକାର କରାଇପାରନ୍ତି, ଜ୍ଞାନ ଭିକ୍ଷା କରିପାରନ୍ତି ଏବଂ ଶେଷରେ ଏକ ଗଭୀର ବିଶ୍ୱାସରେ ପହଞ୍ଚି ପାରନ୍ତି। ନୀରବତା ମଧ୍ୟରେ ଈଶ୍ୱରଙ୍କ ରବ ଶୁଣିବା କୌଣସି ନାଟକୀୟ ଅନୁଭୂତି ନୁହେଁ, ବରଂ ଏହା ଜୀବନ ବଦଳାଇ ଦେଲା ଭଳି ଅନୁଭୂତି ଅଟେ। କେତେକ ନୀରବ ରହିବା ଦ୍ୱାରା ଆତ୍ମିକ ଭାବେ ଶୁଷ୍କ ଅନୁଭବ କରନ୍ତି, ଭାବପ୍ରବଣ ହୁଅନ୍ତି, ମାନସିକ ଭାବେ ଶୂନ୍ୟ ହୋଇଯାଆନ୍ତି।
ସେମାନେ ନୀରବତାକୁ ନିଷ୍କ୍ରିୟତା ବୋଲି ଭାବନ୍ତି, କିନ୍ତୁ ଆତ୍ମିକ ଶୁଷ୍କତା ଅସାଧାରଣ ବିଷୟ ନୁହେଁ। ଗୀତ ସଂଗୀତା 13 ଏପରି ଆରମ୍ଭ କରେ, ହେ ସଦାପ୍ରଭୁ, କେତେ କାଳ ତୁମ୍ଭେ କି ସଦାକାଳ ମୋତେ ପାସରିବ? ଈଶ୍ୱରଙ୍କ କନ୍ୟାମାନେ ଇତିହାସରେ ଆତ୍ମିକ ଶୁଷ୍କତା ମଧ୍ୟ ଦେଇ ଗତି କରିଛନ୍ତି। ଶୁଷ୍କତା ଈଶ୍ୱରଙ୍କ ଅନୁପସ୍ଥିତିର ପ୍ରମାଣ ନୁହେଁ, ବରଂ ତାଙ୍କ ପ୍ରତି ବ୍ୟାକୁଳତାର ପ୍ରମାଣ। ନୀରବତା ଆମକୁ ଆତ୍ମିକ ଶୁଷ୍କତା ସମୟରେ ସହନଶୀଳତା ଶିଖାଇଥାଏ। ଜଣେ ମହିଳା ବିଫଳତା ଅନୁଭବ କରିବା ସମୟରେ ଈଶ୍ୱରଙ୍କ ସମ୍ମୁଖରେ ଈଶ୍ୱରଙ୍କ ବାକ୍ୟ ମଧ୍ୟ ଦେଇ ଶାନ୍ତିରେ ବସିପାରନ୍ତି। ସେତେବେଳେ ଈଶ୍ୱର ତାଙ୍କ ମଧ୍ୟରେ ନିଷ୍ଠା ଜନ୍ମାଇ ପାରନ୍ତି। ଏହି ଶିକ୍ଷା ଦିଅନ୍ତି ଯେ ବିଶ୍ୱସ୍ତତା କୌଣସି ଆବେଗପୂର୍ଣ୍ଣ ଅନୁଭୂତି ଉପରେ ଆଧାରିତ ନୁହେଁ। ଏବ୍ରୀ 11 ପର୍ବରେ ସାଧୁମାନଙ୍କ ବିଷୟରେ କୁହାଯାଏ, ଯେଉଁମାନେ ପ୍ରତିଜ୍ଞା ପାଇନଥିଲେ ମଧ୍ୟ କେବଳ ବିଶ୍ୱାସ ବଳରେ ଆଗକୁ ବଢ଼ିଥିଲେ। ନୀରବତା ସେହି ପ୍ରକାରର ବିଶ୍ୱାସକୁ ଅଧିକ ଶକ୍ତିଶାଳୀ କରିଥାଏ। ନୀରବତାରେ ଆସୁଥିବା ପ୍ରତିକ୍ରିୟା ଗୁଡ଼ିକୁ ନେଇ ମଧ୍ୟ ପ୍ରଶ୍ନ ଉଠେ। କିଛି ମହିଳା ଶାନ୍ତି କିମ୍ବା ଆଶ୍ୱାସନା ଅନୁଭବ କରନ୍ତି, ଅନ୍ୟମାନେ ନିଜର ଭୁଲ ନିମନ୍ତେ ଦୁଃଖ ଅନୁଭବ କରନ୍ତି, ଆଉ କିଛି ମହିଳା କୌଣସି ବିଶେଷ ପରିବର୍ତ୍ତନ ଅନୁଭବ କରନ୍ତି ନାହିଁ। ଏହିସବୁ ଯାକ ସ୍ୱାଭାବିକ ଅଟେ। ନୀରବତା ପ୍ରକାଶ କରେ, ଆଶ୍ୱାସନା ଦିଏ, ଦୋଷ ଅନୁଭବ କରାଏ ଏବଂ ସ୍ପଷ୍ଟତା ଆଣିଦିଏ। ସ୍ଥିରତା ଏବଂ ନୀରବତା କଦାପି ମନୋରଞ୍ଜନ କରି ନଥାଏ। ବର୍ତ୍ତମାନ ଚାଲନ୍ତୁ ନୀରବତା ଏବଂ ଚିନ୍ତା ମଧ୍ୟରେ ଥିବା ସମ୍ପର୍କ ବିଷୟରେ ଆଲୋଚନା କରିବା। କିଛି ମହିଳାଙ୍କ ପାଇଁ ନୀରବତା ମଧ୍ୟରେ ଚିନ୍ତା ଆହୁରି ବଢ଼ିଯାଏ, କାରଣ ସେମାନଙ୍କ ମନ ଅତି ଦ୍ରୁତ ଗତିରେ ଦୌଡ଼ିବାକୁ ଲାଗେ। ଏହା କୌଣସି ବିଫଳତା ନୁହେଁ, ବରଂ ପ୍ରଥମ ପିତର 5 ପର୍ବ 7 ପଦ ଅନୁଯାୟୀ ପ୍ରଭୁଙ୍କ ଉପରେ ଆମର ଚିନ୍ତାର ଭାର ପକାଇବା ନିମନ୍ତେ ଆହ୍ୱାନ। ଚିନ୍ତା ପ୍ରାୟତଃ ବ୍ୟସ୍ତତା ପଛରେ ଲୁଚି ରହିଥାଏ। ନୀରବତା ସେହି ସବୁ ବିଷୟକୁ ସାମ୍ନାକୁ ଆଣେ ଯାହାକୁ ସମର୍ପଣ କରିବାର ଆବଶ୍ୟକତା ରହିଛି। ଏହି ବୋଝକୁ ଏକାକୀ ବୋହିବା ପରିବର୍ତ୍ତେ ସେହି ସମସ୍ତ ବୋଝକୁ ଈଶ୍ୱରଙ୍କ ଚରଣରେ ଅର୍ପଣ କରିବାର ସ୍ଥାନ ପାଲଟିଯାଏ। ଏହା ସହିତ ବିରକ୍ତି ଭାବର ଭୟ ମଧ୍ୟ ଥାଏ। ଆମର ସଂସ୍କୃତି ଆମକୁ ଉତ୍ତେଜନା ଏବଂ ସବୁବେଳେ ବ୍ୟସ୍ତ ରହିବା ଶିଖାଇଛି। ଯେତେବେଳେ ନୀରବତା ବିରକ୍ତିକର ମନେ ହୁଏ, ସେତେବେଳେ ସେହି ବିରକ୍ତି ଭାବ ପ୍ରକୃତରେ ଆମର ଚିନ୍ତାଧାରା ସହିତ ଖାପ ଖୁଆଇ ଚଳିବାକୁ କହେ। ବେଳେବେଳେ ଏହି ନୀରବତା ବିରକ୍ତିକର ହେବା ପରିବର୍ତ୍ତେ ଅତ୍ୟନ୍ତ ଶାନ୍ତିଦାୟକ ହୋଇଯାଏ। ଆଉ ଏକ ଭୟ ହେଉଛି ଦୋଷୀ ମନୋଭାବ। ନୀରବତା ମଧ୍ୟରେ ଦୋଷୀ ମନୋଭାବର ସମ୍ମୁଖୀନ ହୋଇପାରୁ, କିନ୍ତୁ ତାହା ଆମ ଭୁଲ ସ୍ୱୀକାର ଆଡ଼କୁ ନେଇଯାଏ। ତାହା ପ୍ରକୃତରେ ଆଶୀର୍ବାଦ ଅଟେ। ପ୍ରଥମ ଯୋହନ 1 ପର୍ବ 9 ପଦ କହେ, ଯଦି ଆମ୍ଭେମାନେ ଆପଣା ପାପ ସ୍ୱୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ମୁଁ ନୀରବତା ଏବଂ ନିଷ୍କ୍ରିୟତା ମଧ୍ୟରେ ଥିବା ପାର୍ଥକ୍ୟ ବିଷୟରେ ସଂକ୍ଷେପରେ କହିବାକୁ ଚାହେଁ। ନୀରବତା ହେଉଛି ଧ୍ୟାନର ସହିତ ଶୁଣିବା। ନିଷ୍କ୍ରିୟତା କିଛି ଘଟିବା ପାଇଁ ଅପେକ୍ଷା କରିବା। ନୀରବତା ସେହି ବିଷୟକୁ ମନେ ପକାଇ ଦିଏ ଯାହା ପୂର୍ବରୁ ଘଟିଥିଲା। ଜଣେ ନିଷ୍କ୍ରିୟ ବ୍ୟକ୍ତି ଆଜ୍ଞାବହ ହେବା ପୂର୍ବରୁ କିଛି ସ୍ପଷ୍ଟ ଭାବେ ଜାଣିବାକୁ ଚେଷ୍ଟା କରେ, କିନ୍ତୁ ଜଣେ ନୀରବ ବ୍ୟକ୍ତି ପବିତ୍ର ବାକ୍ୟରେ କୁହାଯାଇଥିବା ବାକ୍ୟକୁ ପାଳନ କରେ ଏବଂ ଈଶ୍ୱର ଯାହା ପ୍ରକାଶ କରିନାହାନ୍ତି ସେଥିପାଇଁ ତାଙ୍କ ଉପରେ ସମ୍ପୂର୍ଣ୍ଣ ଭରସା କରନ୍ତି। ଗୀତ ସଂଗୀତା ଓ ସୁସମାଚାର ପଢ଼ନ୍ତୁ ଓ ଈଶ୍ୱରଙ୍କ ଉପରେ ଭରସା ରଖନ୍ତୁ। ଗୀତ ସଂଗୀତା 4:8 କହେ, ମୁଁ ଶାନ୍ତିରେ ଶୟନ କରିବି ଓ ନିଦ୍ରା ଯିବି, କାରଣ ହେ ସଦାପ୍ରଭୁ, କେବଳ ତୁମ୍ଭେ ମୋତେ ନିରାପଦରେ ବାସ କରାଉଅଛ। ନୀରବତା ସଂଘର୍ଷରୁ ବାହାର କରି ଈଶ୍ୱରଙ୍କ ଉପରେ ନିର୍ଭର କରିବାରେ ସାହାଯ୍ୟ କରେ। ପ୍ରାର୍ଥନାରେ ନୀରବତାର ଭୂମିକା ବିଷୟରେ ମଧ୍ୟ ଆମକୁ ଆଲୋଚନା କରିବାକୁ ହେବ। ଅନେକ ମହିଳା ଭାବନ୍ତି ଯେ ପ୍ରାର୍ଥନାର ଅର୍ଥ କେବଳ କହିବା, କିନ୍ତୁ ପ୍ରାର୍ଥନା ହେଉଛି ଶୁଣିବା ମଧ୍ୟ। ଈଶ୍ୱରଙ୍କ ଇଚ୍ଛା ସହ ନିଜକୁ ସାମିଲ କରିବା। ଈଶ୍ୱର ନିଜ ବାକ୍ୟ ଦ୍ୱାରା ପୂର୍ବରୁ କ'ଣ ସବୁ କହିସାରିଛନ୍ତି, ତାହା ବର୍ତ୍ତମାନର ସ୍ଥିତି ସହିତ କିପରି ପ୍ରଯୁଜ୍ୟ, ତାହା ଶୁଣିବାରେ ନୀରବତା ଆମକୁ ସାହାଯ୍ୟ କରେ। ନୀରବତା ପ୍ରାର୍ଥନାର କେବଳ ଏକ ବାର୍ତ୍ତାଳାପ ନୁହେଁ,
ବରଂ ଏକ ଗଭୀର ଆତ୍ମିକ ମିଳନରେ ପରିଣତ କରିବାରେ ସାହାଯ୍ୟ କରିଥାଏ। ନୀରବତା ହେଉଛି ସମାଜର ପ୍ରଥା ବିରୁଦ୍ଧରେ ଯାଉଥିବା ଅନନ୍ୟ ବିଶ୍ୱାସ। ଆମ ସଂସ୍କୃତି ଅନୁସାରେ କହିବାକୁ ଗଲେ ଆମର ଆଧୁନିକ ସମାଜ ସଫଳତାକୁ ଅନ୍ଧ ଭାବେ ଉପାସନା କରେ। ମହିଳାମାନେ ସବୁବେଳେ ବ୍ୟସ୍ତ ରହିବା, ସବୁ କାର୍ଯ୍ୟ କରିବା, କଠିନ ପରିଶ୍ରମ କରିବା ଏବଂ କିଛି ନା କିଛି ହାସଲ କରିବା ପାଇଁ ପ୍ରଶଂସିତ ହୋଇଥାନ୍ତି। ସେଥିପାଇଁ ନୀରବତାରେ ସମୟକୁ ଅପଚୟ କରିନଥାଉ। କିନ୍ତୁ ଈଶ୍ୱର କଦାପି କାର୍ଯ୍ୟର ପରିଣାମ ଦ୍ୱାରା ସଫଳତାକୁ ମାପି ନଥାନ୍ତି। ଈଶ୍ୱର ସଫଳତାକୁ ଖ୍ରୀଷ୍ଟଙ୍କ ଆଦର୍ଶ ସହ ମାପନ୍ତି। ନୀରବତା ଆମ ଭିତରେ ଖ୍ରୀଷ୍ଟଙ୍କ ଭଳି ଗୁଣ ଯେପରିକି ନମ୍ରତା, ସରଳତା, ଧୈର୍ଯ୍ୟ, ନିର୍ଭରଶୀଳତା ଏବଂ ବିଶ୍ୱାସ ଗଠନ କରିବାରେ ସାହାଯ୍ୟ କରିଥାଏ। ନୀରବତା ହେଉଛି ବିଶ୍ରାମ, ନୀରବତା ହେଉଛି ଆଶ୍ରୟ, ନୀରବତା ହେଉଛି ସେ ସ୍ଥାନ ଯେଉଁଠି ଆପଣଙ୍କୁ ନିଜକୁ ପ୍ରମାଣିତ କରିବାକୁ ପଡ଼େ ନାହିଁ। ନୀରବତା ହେଉଛି ସେହି ସ୍ଥାନ ଯେଉଁଠି ଆପଣ ମନେ ପକାନ୍ତି ଯେ ଈଶ୍ୱର ହିଁ ବାସ୍ତବ ଈଶ୍ୱର ଅଟନ୍ତି ଏବଂ ଆପଣ ତାଙ୍କର ପ୍ରିୟ କନ୍ୟା ଅଟନ୍ତି। ଆପଣଙ୍କୁ ତାଙ୍କୁ ପ୍ରଭାବିତ କରିବାକୁ ପଡ଼ିବ ନାହିଁ। ନୀରବତା ମଧ୍ୟରେ ଈଶ୍ୱରଙ୍କ ବାକ୍ୟ ଶୁଣିବା ଓ ଶିଖୁଥିବା ବେଳେ ମନେ ରଖନ୍ତୁ ଯେ ଆପଣଙ୍କ ପିତା ଆପଣଙ୍କୁ ଦେଖି ଆନନ୍ଦିତ ହୁଅନ୍ତି। ସେ ଜ୍ଞାନ ପ୍ରଦାନ କରିବାରେ ଆନନ୍ଦ ପାଆନ୍ତି। ସେ ନିଜ ବାକ୍ୟ ଦ୍ୱାରା କହିବାରେ ଆନନ୍ଦ ପାଆନ୍ତି। ସେ ଆପଣଙ୍କୁ ନିଜ ପୁତ୍ରଙ୍କ ସଦୃଶ ଗଢ଼ିବାରେ ଆନନ୍ଦ ପାଆନ୍ତି। ଗୀତ ସଂହିତା 37:7 ସହିତ ସମାପ୍ତ କରିବା। ସଦାପ୍ରଭୁଙ୍କ ଠାରେ ସୁସ୍ଥିର ହୁଅ ଓ ଧୈର୍ଯ୍ୟ ଧରି ତାହାଙ୍କ ଅପେକ୍ଷାରେ ରୁହ। ସ୍ଥିରତା ଦୁର୍ବଳତା ନୁହେଁ, ଧୈର୍ଯ୍ୟ ବିଫଳତା ନୁହେଁ, ନୀରବତା ଶୂନ୍ୟତା ନୁହେଁ, ନୀରବତା ହିଁ ପ୍ରକୃତ ବିଶ୍ୱାସ ଅଟେ। ବାକ୍ୟ ହେଉ ଆମ ପଥ ପ୍ରଦର୍ଶକ, କୃଷ ହେଉ ଆମ ସ୍ୱପ୍ନ, କୃଷ ଦୂରେ ନେବ ସକଳର ଦୁଃଖ, ପାପ ତିମିରାଚ୍ଛନ୍ନ। ବାକ୍ୟ ହେଉ ଆମ ପଥ ପ୍ରଦର୍ଶକ, କୃଷ ହେଉ ଆମ ସ୍ୱପ୍ନ, କୃଷ ଦୂରେ ନେବ ସକଳର ଦୁଃଖ, ପାପ ତିମିରାଚ୍ଛନ୍ନ। ବାକ୍ୟ ହେଉ ଆମ ପଥ ପ୍ରଦର୍ଶକ। ଆସନ୍ତୁ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମ ନାମକୁ ଧନ୍ୟବାଦ ଦେଉଛୁ। ଆଜି ସୁନ୍ଦର ବିଷୟ ତୁମେ ଆମମାନଙ୍କ ସହିତ ପ୍ରଭୁ କଥା କହିଲ। ଏହି ଏପିସୋଡ଼ ଦ୍ୱାରା ପ୍ରଭୁ ତୁମେ ପୁନର୍ବାର ଆମମାନଙ୍କର ବ୍ୟସ୍ତ ବହୁଳ ଜୀବନରୁ ପ୍ରଭୁ ତୁମ ପାଇଁ ସମୟ କାଢ଼ି ତୁମରି ସେଇ ପାଦ ତଳେ ବସି ପ୍ରଭୁ ତୁମରି ରବ ଶୁଣିବାକୁ, ଆମ ଜୀବନକୁ ପ୍ରଭୁ ଯୀଶୁଙ୍କ ପରି କରିବାକୁ ପ୍ରଭୁ ସେଇ ସାହାଯ୍ୟ ଯେ ତୁମେ ଦେବାକୁ ଚାହୁଁଛ ତାହା ଆମମାନଙ୍କୁ ତୁମେ ଜ୍ଞାତ କରାଇଲ। ପ୍ରଭୁ ଆଜି ଶୁଣିଥିବା ସବୁ ବିଷୟକୁ ଯେମିତି ଆମେ ଆମ ଜୀବନରେ ପ୍ରୟୋଗ କରିପାରିବୁ, ଆମମାନଙ୍କୁ ଏବଂ ଆମମାନଙ୍କୁ ଆଜି ଦେଖିଥିବା ପ୍ରତ୍ୟେକ ଭାଇ ଭଉଣୀ ସମସ୍ତଙ୍କୁ ତୁମେ ସାହାଯ୍ୟ କର। ତୁମରି ଗୌରବ ପାଇଁ ବଞ୍ଚିବାକୁ ସାହାଯ୍ୟ କର। ଏହି ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ପବିତ୍ର ନାମରେ ମାଗୁଛି, ଆମେନ୍। ବର୍ତ୍ତମାନ ତ ଆମର ସମୟ ଶେଷ ହୋଇଗଲାଣି। ଆଶା କରୁ ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ହଁ, ଆମକୁ ଆପଣଙ୍କ ଜୀବନର ଅନୁଭୂତି ଜଣାଇବାକୁ ଭୁଲିବେ ନାହିଁ। ଟିଭି ସ୍କ୍ରିନ୍ରେ ଦିଆଯାଇଥିବା ଠିକଣା ଓ ଫୋନ୍ ନମ୍ବରରେ ନିଶ୍ଚୟ ଆମ ସହ ଯୋଗାଯୋଗ କରିବେ। ପୁଣି ଆମକୁ 044490812997ରେ ମିସ୍ଡ କଲ୍ କରିବାକୁ ଭୁଲିବେ ନାହିଁ। ସପ୍ତାହ ଶେଷରେ ଅଧିକ ମିସ୍ଡ କଲ୍ ଦେଇଥିବା ଦର୍ଶକ ବନ୍ଧୁଙ୍କୁ ପୁରସ୍କୃତ କରାଯିବ। ଆଉ ଏକ ନୂଆ କାର୍ଯ୍ୟକ୍ରମ ନେଇ ଆପଣଙ୍କ ନିକଟକୁ ଆସିବୁ। ସେ ସମୟ ପର୍ଯ୍ୟନ୍ତ ଆମକୁ ବିଦାୟ ଦିଅନ୍ତୁ ଓ ସୁସ୍ଥ ରୁହନ୍ତୁ ଓ ଭଲରେ ରୁହନ୍ତୁ। ରହିଲୁ, ନମସ୍କାର। ଆଜିର ପ୍ରଶ୍ନଟି ହେଲା, ଯିଶାୟ 41:10 ଅନୁସାରେ ପରମେଶ୍ୱର ଆମକୁ କେଉଁ ବିଷୟରୁ ଜୟ ପାଇବାରେ ସାହାଯ୍ୟ କରନ୍ତି? ଏ କ୍ରୋଧ, ବି ଭୟ, ସି ଭୋକ, ଡି ଦୁର୍ବଳତା। ଗତ ସପ୍ତାହର ବିଜୟ ଦର୍ଶକ ବନ୍ଧୁ ହେଲେ ପୁରୀରୁ ପ୍ରିୟଙ୍କା ଦାସ।